ଓ ସେଇ परम कारुणिक दयालु प्रभुंकर इंगितरे सत्संग प्रतिदिन परिचालित ହେଇ ଚାଲିଛି। ଏଥିରେ ଶ୍ରୋତା ବି ଉପକୃତ ହୁଅନ୍ତି, କିନ୍ତୁ ବକ୍ତାର ବି ନୂତନ ଚିନ୍ତନ ପଳେଇ ଆସୁଥିବାରୁ ସିଏ ବି ଉପକୃତ ହେଇ ଚାଲେ। ସେଇ କୃତଜ୍ଞତାର ସହିତ ଆଜିର ସତ୍ସଙ୍ଗରେ ପୁଣି କିଛି ବିଷୟ ଯୋଗଦର୍ଶନର ଆଗକୁ ନେବା। ଯୋଗଦର୍ଶନର ଯୋଗ ବିଷୟରେ କୁହା ହେଲା ଗୋଟିଏ ସୂତ୍ରରେ କି ଆମର ଚିତ୍ତର ବୃତ୍ତିକୁ ବନ୍ଦ କରିଦେଲେ ସେଇଟା ଆମର ସମାଧି ବା ଯୋଗ। ଆଉ ପୁଣି ତା ଅନ୍ୟ ସୂତ୍ରରେ କୁହା ହେଲା କି ଆମେମାନେ ଯୋଗ ଅବସ୍ଥାରେ ନିଜେ ନିଜକୁ ଜାଣିପାରୁ, ନିଜେ ଆତ୍ମା ନିଜକୁ ଅନୁଭବ କରିପାରୁ କି ହଁ ମୁଁ ଏମିତି। ଅନ୍ୟ ପରିସ୍ଥିତିରେ ଆମେ ଶରୀରକୁ ନିଜର ସ୍ୱରୂପ ବୋଲି ଭାବୁ, ଆଉ ଅନ୍ୟ ପାର୍ଥିବ ଜିନିଷକୁ ବି ନିଜର ଗୋଟିଏ ଗୋଟିଏ ଅଂଶ ବୋଲି ଭାବୁଥିବାରୁ ସେଇ ପାର୍ଥିବ ଜିନିଷର ହାନିରେ ନିଜର ହାନି ବୋଲି ଭାବୁ, ଆଉ ସେଇ ପାର୍ଥିବ ଜିନିଷ ବଢିଗଲେ ଆମେ ଆମର ସ୍ୱରୂପ ବଢିଗଲା ବୋଲି ଭାବୁ। ଆମକୁ ନିଜର ସ୍ୱରୂପ, ଆତ୍ମାର ସ୍ୱରୂପ ଅନୁଭବ ବର୍ତ୍ତମାନ ହଉନି। ଆମେ ଶରୀରର ସ୍ୱରୂପକୁ ନିଜର ସ୍ୱରୂପ ଭାବୁ, ଆମେ ସେଇ ପାର୍ଥିବ ଦ୍ରବ୍ୟର ସ୍ୱରୂପକୁ ନିଜର ସ୍ୱରୂପ ଭାବୁ। ଏଇଟା ଆଉ ଗୋଟେ ସୂତ୍ରରେ କୁହା ହେଲା ବୃତ୍ତି ସ୍ୱାରୂପ୍ୟମ୍ ଇତରତ୍ରରେ। ତାପରେ ଆଉ ଗୋଟେ ସୂତ୍ର ଦେଖିବା। ତା ଆଗ ସୂତ୍ର ବୃତ୍ତୟଃ ପଞ୍ଚତୟଃ କ୍ଳିଷ୍ଠ ଅକ୍ଳିଷ୍ଠଃ। ଆମର ଏଇ ଯୋଉ ମନରେ ଯୋଉ ବୃତ୍ତି ଆସେ ସେଇଟା ଦୁଇ ପ୍ରକାରର, ଗୋଟିଏ ସୁଖଦାୟୀ ଆଉ ଗୋଟିଏ ଦୁଃଖର କାରଣ ହେଇଥାଏ। ଯୋଉଟା ସୁଖଦାୟୀ ସେଇଥିରେ ସତ୍ତ୍ୱପ୍ରଧାନ ବୃତ୍ତି ହେଇଥିବାରୁ ସେଇଟା ଆମକୁ ପରମାର୍ଥ ଅନୁସରଣ କରିବା ପାଇଁ ପ୍ରରୋଚିତ କରିଥାଏ। ଆଧ୍ୟାତ୍ମିକ ଦିଗରେ ସିଏ ସଂସ୍କାର ପକେଇଦେବ। ଆଉ ଯୋଉଟା ଦୁଃଖଦାୟୀ ସେଇଟା ଆମକୁ ସଂସାରର ପଛରେ ଦୌଡେଇବ। ଗୋଟିଏ କ୍ଲିଷ୍ଟ ଆଉ ଗୋଟେ ଅକ୍ଲିଷ୍ଟ। ୟାକୁ ଆମେ ଆଉ ଟିକେ ପରେ ଡିସ୍କସ୍ କରିବା। ୟା ପରେ ଆଉ ଗୋଟେ ସୂତ୍ର, ପ୍ରମାଣ ବିପର୍ଯ୍ୟୟ ବିକଳ୍ପ ନିଦ୍ରା ସ୍ମୃତୟଃ। ଏଇଟା ବର୍ତ୍ତମାନ ପାଞ୍ଚଟି ବୃତ୍ତି କୋଉ ପ୍ରକାରର ଆମର ମନରେ ଉଦ୍ରେକ ହୁଏ ସେଇଟା ସିଏ
କହିବାର ଆରମ୍ଭ କଲେଣି। ମାନେ ବର୍ତ୍ତମାନ ମନରେ ବୃତ୍ତି ଉଠେଇବାଟା ବନ୍ଦ କରିବା, ଏଇଟା ଆମର ଲକ୍ଷ୍ୟ କହିଦେଲେ। ତାପରେ କହିଲେ କି ସେଇ ବୃତ୍ତି କେତେ ପ୍ରକାରର ଅଛି। ତ ପାଞ୍ଚଟି ଆପଣମାନେ ମୋ ସାଥିରେ ଦୋହରାନ୍ତୁ। ପ୍ରମାଣ ବୃତ୍ତି, विपर्यय वृत्ति, विकल्प वृत्ति, स्मृति वृत्ति ଆଉ ନିଦ୍ରା ବୃତ୍ତି। ଏମିତି ଭାବରେ ଏଇ ଯୋଉ ପାଞ୍ଚଟି ବୃତ୍ତି ଅଛି, ଏଇ ପାଞ୍ଚଟି ବୃତ୍ତିକୁ ସମ୍ପୂର୍ଣ୍ଣ ନିରୋଧ କରିଦେବା, ସେଇଟା ଆମର ଚରମ ସଫଳତା ହୁଏ। ରୀତି ଅନେକ ଆଗରୁ ମୁଁ ବହୁତ ଥର କହିସାରିଲିଣି କି କେମିତି ଏଇ ବୃତ୍ତିକୁ ନିରୋଧ କରିବା, ତାର ଅନେକ ପ୍ରକାରର ରୀତି ଆମେ ଏଇ ପ୍ରଚଳିତ ସମାଜରେ ଦେଖୁଛେ। ତ ପ୍ରଥମ ବୃତ୍ତି ପ୍ରମାଣ ବୃତ୍ତି। ଅନ୍ୟ ଯୋଉ ଚାରିଟା ବୃତ୍ତି ଅଛି, ସେଇ ଚାରିଟା ଯାକ ବୃତ୍ତି ଆମକୁ ସହାୟକ ନୁହନ୍ତି। କିଛି କିଛି ସହାୟକ ବି ହେବେ, କିନ୍ତୁ ସତ୍ୟର ଅନୁସନ୍ଧାନ ପାଇଁ କେବଳ ପ୍ରମାଣ ବୃତ୍ତି ହିଁ ସମ୍ପୂର୍ଣ୍ଣ ସହାୟକ। ମାନେ ଯୋଉଟା ଆପଣ ଅନୁଭବ କରନ୍ତି, ସେଇ ଅନୁଭବକୁ ଏଠାରେ ବୃତ୍ତି ବୋଲି କୁହାହେଇଛି ବୋଲି ଭାବନ୍ତୁ। ଆସ୍ତେ ଆସ୍ତେ ବୃତ୍ତି ଶବ୍ଦର ଏଇ ଅର୍ଥଟାକୁ ଆପଣ ନିଜ ଭିତରେ ଅନୁଭବ କରିପାରିବେ। ବୃତ୍ତି ଅର୍ଥ ଅନୁଭବ, ଏତେ କେବଳ ମନେ ରଖିଥାନ୍ତୁ, ଆଗକୁ ଆଗକୁ ଏଇଟା କ୍ଲିୟର ହବ। ତ ପ୍ରମାଣ ବୃତ୍ତିରେ ଯେଉଁ ଅନୁଭବ ହୁଏ, ସେଇଟା କେବଳ ସେଇଟା ସତ୍ୟ ଆଡ଼କୁ ଆପଣଙ୍କୁ ନେଇ ଚାଲେ। ଆଉ ଏଇଟା ତିନି ପ୍ରକାରର। ମୋ ସାଥିରେ କୁହନ୍ତୁ, ପ୍ରତ୍ୟକ୍ଷ, କୁହନ୍ତୁ କୁହନ୍ତୁ, ହଁ ନହେଲେ ମନେ ରହିବନି ଏଇଟା। ପ୍ରତ୍ୟକ୍ଷ, ଅନୁମାନ, ଆଗମ। ହଁ, ଏମିତି ତିନୋଟି, ପ୍ରତ୍ୟକ୍ଷ, ଅନୁମାନ ଆଉ ଆଗମ। ଏଇ ଯୋଉ ପ୍ରମାଣ ବୃତ୍ତିଟା ଆମକୁ ବହୁତ ସହାୟତା କରିଥାଏ। ଯୋଉଟା ଆପଣ ଆଖିରେ, କାନରେ, ନାକରେ, ଜିହ୍ୱାରେ ଓ ସ୍ପର୍ଶେନ୍ଦ୍ରିୟ ମାଧ୍ୟମରେ ଅନୁଭବ କରିଦେଇଛନ୍ତି, ସେଇଟା ଆପଣଙ୍କର ନିଶ୍ଚିତ ଭାବରେ ସହାୟକ ବିଷୟ। ଯଦି କୋଉଠି କୋଉଟେ ଅସମ୍ଭବ କଥା କେହି କହିଲେ, ଆପଣ ସେଇଠିକି ଯାଇ ଦେଖିବା ଉଚିତ। ୟା ତ ହଁ କହିବେ, ୟା ତ ନୁହେଁ ବୋଲି ଆପଣ ନିଷ୍ପତ୍ତି ନେଇଯିବେ। ଆପଣମାନଙ୍କୁ ମୁଁ କହୁଥିଲି କିଛି ଦିନ ପୂର୍ବରୁ ବାରୁଣୀ ଯାତ୍ରାରେ ସେଇଠି ଡକା ହେଇଥିଲା, ସେଇଠି ମୁଁ ଯାଇଥିଲି। ଆପଣମାନେ ବକ୍ତବ୍ୟକୁ ଶୁଣିବା ପାଇଁ ମୁଁ ଅପଲୋଡ ବି କରିଥିଲି। ତ ସେଇଠି କିମ୍ବଦନ୍ତୀ ହେଲା, ସେଇ ଯୋଉ ମୁହୂର୍ତ୍ତଟା ଅଛି, ସେଇ ମୁହୂର୍ତ୍ତରେ ସେଇଠୁ ତିନୋଟି ଧାର ସ୍ୱତଃ ପ୍ରବାହିତ ହେଇଯାଆନ୍ତି। ତା ପୂର୍ବରୁ ସେଇ କୁଣ୍ଡରେ ନଥାଏ, ଧାର ନଥାଏ। କିନ୍ତୁ ସେଇଟା ସବୁବେଳେ ସତ ନୁହେଁ ବୋଲି ମୁଁ ଜାଣିଲି। କିନ୍ତୁ ଲୋକ ପ୍ରବାଦ ହେଇଗଲା। ଯଦି ଆପଣ ସେ ଲୋକ ପ୍ରବାଦ ଶୁଣିଲେ, ସେଇ ଜାଗାକୁ ନିଜେ ଯାଇ ସେଇଠି ନିଜର ସେଇ ତଥ୍ୟଟା ନିଜେ ଶୁଣିଥିବା ସେଇ ବକ୍ତବ୍ୟଟାକୁ ଆପଣ କନଫର୍ମ କରିଦେବା କଥା। ହଁ ହଁ, ସତରେ ସେଇଟା ହୁଏ। କିମ୍ବା ଏମିତି ବି ଆପଣ କହିପାରିବେ କି ନାଇଁ ନାଇଁ, ସେମିତି ହୁଏନି। ଏଇ ଜିନିଷଟା ଆପଣମାନଙ୍କୁ ନିଜେ ଅନୁସନ୍ଧାନ କରିବାକୁ ପ୍ରତ୍ୟକ୍ଷ ବୃତ୍ତି ବୋଲି କୁହାହେଲା।
ଆପଣ ନିଜେ ଭାବିଲେ, ନିଜେ ଜାଣିଲେ କି ନା ଏମିତି ହିଁ ହୁଏ। ଅନ୍ୟମାନେ କଣ ଜାଣିଛନ୍ତି, ଅନ୍ୟମାନେ କଣ ବୁଝିଛନ୍ତି, ସେଇଟା ଆଉ ଆପଣ ମୋଟେ ଧ୍ୟାନ ଦିଅନ୍ତିନି। ଯଦି କହିଲା ସେଇଠି ଭୂତ ବାହାରେ, ଆପଣ ଯିବା କଥା ଦେଖି ସେଇ ଭୂତକୁ। ତାପରେ ଯଦି ଭୂତ ଦେଖିଲେ ଆପଣଙ୍କର ପ୍ରମାଣ ବୃତ୍ତି ହେଇଗଲା। ଆପଣ ତାପରେ ସବୁଦିନ କହିବେ ହଁ ମୁଁ ସେଇଠି ଭୂତ ଦେଖିଲି। କିନ୍ତୁ ସେଇଟା ସତରେ ଦେଖିଥିବା କଥା, ଡାଳ ହଲିଗଲେ ନାହିଁ। ଆଉ ଯଦି ଆପଣ ସେଇଠିକି ଯାଇ ଭୂତ ଦେଖିଲେନି, ପ୍ରତ୍ୟକ୍ଷ କଲେନି, ତାହେଲେ ଆପଣ କହିବା ଦରକାର। ଆପଣ ସେଇଟା ମନରେ ଉତାରି ନେବା ଦରକାର କି ହଁ ମୁଁ ସେମିତି ଯାଇଥିଲି, ରାତି 12 ବଜେ ଯୋଉ ଭୂତ ବାହାରେ ଆପଣ କହୁଥିଲେ ସେଇଟା ବାହାରିଲା ନାହିଁ। ନିଶ୍ଚିତ ଭାବରେ ଏଇ ପ୍ରମାଣ ବୃତ୍ତିଟା ଆମ ଆଖି, ନାକ, କାନ, ଜିହ୍ୱା, ତ୍ୱଚା ମାଧ୍ୟମରେ ଆମେ ଗ୍ରହଣ କରୁଥିବାରୁ ସେଇଟା ଅତ୍ୟଧିକ ପ୍ରଭାବୀ ହେଇଥାଏ। ସତ୍ୟକୁ ଖୋଜିବା ପାଇଁ ଏହି ପ୍ରମାଣ ବୃତ୍ତିଟା ଅତ୍ୟନ୍ତ ଉପାଦେୟ ଅଟେ। ଆଖି, ନାକ, କାନ, ଜିହ୍ୱା, ତ୍ୱଚା ଏଇ 5ଟି ଇନ୍ଦ୍ରିୟ ମାଧ୍ୟମରେ ଯାହା ଗ୍ରହଣ କରନ୍ତି ସେଇଟା ଆପଣଙ୍କ ପ୍ରମାଣ ବୃତ୍ତି। ଦ୍ୱିତୀୟ ପ୍ରମାଣ କୋଉଟା? ସରି, ସେଇଟା ଆମର ପ୍ରତ୍ୟକ୍ଷ ପ୍ରମାଣ। ବୁଝିହେଲା? ସେଇଟା ଆମର କଣ ହେଲା? ପ୍ରତ୍ୟକ୍ଷ ପ୍ରମାଣ। କାହିଁକି ନା ପ୍ରମାଣ 3 ପ୍ରକାର କହିଥିଲି ନା? ତ ଏଇଟା ପ୍ରଥମ ପ୍ରମାଣ। ଏଇଟା ପ୍ରଥମ ପ୍ରମାଣ ବୃତ୍ତି କି ଆଖି, ନାକ, କାନ, ଜିହ୍ୱା ଆଉ ତ୍ୱଚା ମାଧ୍ୟମରେ ଆପଣ ଏଇ ସଂସାରକୁ ଅନୁଭବ କରିଥିବା ଯୋଉ ସ୍ଥିତିଟା ସେଇଟା ଗୋଟିଏ ପ୍ରତ୍ୟକ୍ଷ ପ୍ରମାଣ ବୃତ୍ତି। ଏଇ ପ୍ରମାଣ ବୃତ୍ତିଟା ଆମର ବହୁତ ସହାୟକ। ଦ୍ୱିତୀୟ ପ୍ରମାଣ ବୃତ୍ତି ସେଇଟା ହେଲା ଅନୁମାନ ପ୍ରମାଣ ବୃତ୍ତି। ଏଇ ଅନୁମାନ ପ୍ରମାଣଟା ଗୋଟିଏ ଜିନିଷକୁ ଦେଖି ଆଉ ଗୋଟିଏ ଜିନିଷର ଅନୁଭବ କରିବାଟା। ଉଦାହରଣଟା ସ୍ପଷ୍ଟ ହୁଏ କି ଧୂଆଁକୁ ଆପଣ ଦେଖୁଛନ୍ତି 1 କିଲୋମିଟରରୁ ଆଉ ନିଆଁକୁ ଦେଖୁନାହାନ୍ତି। ଆଖି ଦ୍ୱାରା ଧୂଆଁର ଉପସ୍ଥିତିକୁ ଅନୁଭବ କରି ସେଇଠି ନିଆଁ ଅଛି ଏଇ ଦୃଢ଼ତା ପାଇବାଟା ସେଇଟା ଆପଣଙ୍କର କି ବୃତ୍ତି? ପ୍ରମାଣ ପ୍ରଥମ ହେଲା ପ୍ରତ୍ୟକ୍ଷ, ଦ୍ୱିତୀୟ ବିଷୟରେ କହୁଥିଲି। ଦ୍ୱିତୀୟଟା କି ବୃତ୍ତି? ଅନୁମାନ। କୁହନ୍ତୁ ସମସ୍ତେ। ଅନୁମାନ, ଅନୁମାନ ପ୍ରମାଣ। ସେଇଟାକୁ ବି ପ୍ରମାଣ ବୋଲି କୁହାଯାଏ। ତା କାରଣ ହେଲା ସେଇଟା ଭୁଲ ହୁଏନି। ସେଇଟା ଅତ୍ୟନ୍ତ ନିର୍ଭୁଲ। ଯେମିତିକି ଉଦାହରଣରେ ଗୋଟିଏ ମୁଁ ଏବେ ଦେଲି, ନିଆଁ ଦେଖୁନାହାନ୍ତି କିନ୍ତୁ କହୁଛନ୍ତି ନିଆଁ ଲାଗିଛି। ଦେଖିବା ଜିନିଷ ଅଲଗା ଆଉ ଆପଣଙ୍କର ବୃତ୍ତିଟା ବା ଆପଣଙ୍କର ଅନୁଭୂତିଟା ନିଆଁ ବିଷୟରେ ହେଲା। ଦେଖିଲେ ଧୂଆଁକୁ, ଅନୁମାନ କଲେ ନିଆଁକୁ। ନିର୍ଭୁଲ ଆପଣ ଅଛନ୍ତି। ଠିକ୍ ସେମିତି ଏବେ ସନ୍ଧ୍ୟା 8ଟା ହେଲାଣି। ଆପଣ କହିପାରନ୍ତି ଗୋଟିଏ ଅନୁମାନ ବୃତ୍ତି, ଆଉ 10 ଘଣ୍ଟା ପରେ ସବୁ ଅନ୍ଧାର ଦୂର ହେଇଯିବ। ଏଇଟା ଗୋଟେ ଆପଣଙ୍କର ଅନୁମାନ ବୃତ୍ତି। ଏବେ ଆପଣ ସେଇ ସ୍ଥିତିକୁ ଏବେଠୁ କହିଦଉଛନ୍ତି, ଯୋଉଟା କି ନିରାଟ ସତ କଥା। 10 ଘଣ୍ଟା ପରେ ସକାଳ 6 ବାଜିବ ଆଉ 6 ବଜେ ସେଇଠି ସୂର୍ଯ୍ୟୋଦୟ ହେଇଗଲେ ଚାରିଆଡେ ଉଜାଳା ହେଇଯିବ।
ଆପଣ କହୁଛନ୍ତି ସତ କଥା। ସେମିତି ଅନେକ ଜାଗାରେ ଆହୁରି ସତ୍ୟ ଯେଉଁମାନେ ଅନୁମାନ କରିପାରନ୍ତି ସେମାନେ ଦେଖନ୍ତି କି ବର୍ଷା ହେବ କି ହେବନି। ଆକାଶରେ ମେଘ ଦେଖିବେ ଆଉ ସେମାନେ ମେଘର ଢାଞ୍ଚା ଦେଖି ସେମାନେ କହିଦେଇ ପାରନ୍ତି, ହଁ ଏବେ ବର୍ଷା ହେବ। এই ସବୁ ଯାକ ତ ଭବିଷ୍ୟତ ବିଷୟରେ କୁହା ହେଲା କିମ୍ବା ବର୍ତ୍ତମାନ ବିଷୟରେ। ସେମିତି ଅନୁମାନ ପ୍ରମାଣ ଆଉ ଗୋଟିଏ ଅଦ୍ଭୁତ ଅନୁମାନ ପ୍ରମାଣ। ଆପଣ ଯେଉଁ ଘରେ ବସିଛନ୍ତି ସେଇ ଘରଟା ବନେଇଲା ବେଳକୁ ଆପଣ ହୁଏତ ନଥିବେ। କେତେ ଜଣ ଥିବେ ଆଉ କେତେ ଜଣ ଭଡ଼ା ଘରେ ରହି ସେମାନେ ବନେଇ ନଥିବେ ଆଉ ସେଇ ଘରଟା କେମିତି ବନା ହେଲା ଆପଣ ଦେଖିନଥିବେ। କିନ୍ତୁ ଆପଣ ଦୃଢ଼ତାର ସହିତ କହୁଛନ୍ତି ନା ଏଇ ଘରକୁ କିଛି ଲୋକ 20 ବର୍ଷ କି 25 ବର୍ଷ ପୂର୍ବରୁ ବନେଇବା ପାଇଁ ସେମାନେ ଏକତ୍ରିତ ହେଇ ଇଟା, ମାଟି, ସିମେଣ୍ଟ, ଗୋଡ଼ି ଆଦି ସବୁଯାକ ମିଶେଇ ଏଇ ଘରଟାକୁ ବନେଇଛନ୍ତି। କିଛି ଲୋକ ଏଇ ପ୍ରମାଣ ଆପଣ ଦଉଛନ୍ତି। କିଛି ଲୋକ ଚେତନ, କିଛି ମିସ୍ତ୍ରୀ ଯିଏ ଜାଣିଛି ଯାହାର ଜ୍ଞାନ ଅଛି ସିଏ ନିଶ୍ଚୟ ସେଇଠି ଥିବ। ଇଞ୍ଜିନିୟର ବି ଥାଇପାରନ୍ତି। ଆପଣ ଏଇ ସବୁ ଯାକ ପ୍ରତ୍ୟକ୍ଷ ପ୍ରମାଣରେ ଜାଣିନାହାନ୍ତି। ଆପଣଙ୍କର ପଞ୍ଚେନ୍ଦ୍ରିୟ ମାଧ୍ୟମରେ କୌଣସି ଅନୁଭୂତି ତା ବିଷୟରେ ନାହିଁ। କିନ୍ତୁ କାଳକ୍ରମରେ ଯେଉଁ ଢାଞ୍ଚାଟା ଯେଉଁ ଘରଟା ଆପଣ ଦେଖୁଛନ୍ତି ସେଇ ଘରକୁ ଅନୁଧ୍ୟାନ କରି ସେଇ ଘରକୁ ଦେଖି ତାର ପୂର୍ବ ସ୍ଥିତିକୁ ଆପଣ ଅନୁମାନ କରିନେଲେ କି ହଁ ଏତେ ବର୍ଷ ପୂର୍ବରୁ କିଛି ଲୋକ ଏଇଠି ଏକତ୍ରିତ ହେଇଥିଲେ ଓ ସେମାନେ ଘରଟା ବନେଇଥିଲେ। ସେମିତି ଆମେ ଅନେକ ବିଷୟ ଇତିହାସରେ ବି ପଢ଼ୁ। ସିନ୍ଧୁ ସଭ୍ୟତା, ମହେଞ୍ଜୋଦାରୋ, ହରପ୍ପା ଆଦି ଆଦି। ସେଇ ସବୁ ଅନୁମାନ ପ୍ରମାଣ। ପ୍ରତ୍ୟକ୍ଷ ପ୍ରମାଣ ତାପରେ ଅନୁମାନ ପ୍ରମାଣ, ଦିଟା ପ୍ରମାଣ ଗଲା। ତୃତୀୟ ପ୍ରମାଣ। ତୃତୀୟ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତୃତୀୟ ପ୍ରମାଣ ହେଲା ଆଗମ ପ୍ରମାଣ। ଆଗମ ପ୍ରମାଣରେ କୌଣସି ଆପ୍ତ ପୁରୁଷ, ଆପ୍ତ ମାନେ ସତ୍ୟବାଦୀ ପୁରୁଷ, କୌଣସି ଆପ୍ତ ପୁରୁଷ ଯୋଉ ଅନୁଭବଟା କଲା ସେଇ ଅନୁଭବକୁ ଲୋକମାନଙ୍କ ଉପକାର ପାଇଁ ସିଏ ଲେଖିଦେବାଟା କି ମୋର ଏଇ ଅନୁଭୂତି ହେଲା, ମୋର ଏଇ ରୀତିରେ ମୁଁ ପ୍ରଭୁଙ୍କୁ ଦର୍ଶନ କଲି, ଏମିତି କଲେ ଏମିତି ହୁଏ। ଜଣେ ଶିଳ୍ପୀ, ସିଏ ଭଲ ଶିଳ୍ପକାର, ତ ସିଏ ଶିଳ୍ପର ଆପ୍ତ ପୁରୁଷ। ଜଣେ ଡାକ୍ତର, ଡାକ୍ତରୀ ବିଦ୍ୟାର ଆପ୍ତ ପୁରୁଷ। ଇଞ୍ଜିନିୟର, ଯୋଉ ବିଦ୍ୟାର ସେମାନଙ୍କର ସତ୍ୟ ଅନୁଭୂତି ହେଇଛି ସେଇ ସତ୍ୟ ଅନୁଭୂତିଟା ସେମାନେ ପ୍ରକାଶ କରୁଛନ୍ତି, ସେଇଟା ଆପ୍ତବାଣୀ। ତାକୁ ଆମେ ଆଗମ ପ୍ରମାଣ ଭାବରେ ଗ୍ରହଣ କରୁ। ଆଉ ସେ ପୁଣି ଯଦି ଆମର ଆବଶ୍ୟକତାକୁ ପୂर्ण କରୁଛି ସେ ବିଦ୍ୟା ପାଇଁ ଆମେ ଲାଳାୟିତ ହଉ, ଆମେ ଚେଷ୍ଟା କରୁ। ଆପ୍ତ ପୁରୁଷ ଯାହା ଲେଖିଲେ ତାକୁ ଆଗମ ପ୍ରମାଣ କହିବା। ଆଉ ଯୋଉଠି ଲେଖା ନାହିଁ ସେଇଠି ସିଏ କହିଦେଲେ ସେଇଟା ଆପ୍ତବାଣୀ। ସେଇଟା ବି ଗୋଟିଏ ଆଗମ ପ୍ରମାଣ ହିସାବରେ ନିଆ ହୁଏ। ବେଦଟା ଆଗରୁ ଲେଖା ହେଇନଥିଲା। ଶ୍ରୁତି ତାର ଆଉ ଗୋଟିଏ ନାମ, କାହିଁକି ନା ସେଇଟା ପିଢ଼ି ଦର ପିଢ଼ି
କହୁଥିଲେ ଶୁଣୁଥିଲେ, କହୁଥିଲେ ଶୁଣୁଥିଲେ, ସେମିତି ଭାବରେ ତାକୁ ମନେ ରଖି ଦିଆଗଲା। ଶ୍ରୁତି, ସେଇ ଯୋଉ କହିବାଟା ଶୁଣିବା ଲୋକଙ୍କ ପାଇଁ ସେଇଟା ବି ଗୋଟିଏ ପ୍ରମାଣ, ଯାହାକୁ କି ସିଏ ଆଗମ ପ୍ରମାଣ ହିସାବରେ ଗ୍ରହଣ କରେ। ତ ଏମିତି ଭାବରେ ପ୍ରମାଣ ବୃତ୍ତି, ଏଇ ପ୍ରମାଣ ବୃତ୍ତି ତିନି ପ୍ରକାରର। ଆଉ ଏଇ ତିନି ପ୍ରକାର କଣ କଣ ଆପଣମାନେ କେହି କହିଦିଅନ୍ତୁ? କୁହନ୍ତୁ। କିଛି କମ ହେଲେ ମୁଁ ଅଛି କହିବି। ଏଇଟା ପାଠ ପଢା ସମୟ ହେଇଗଲା। କୁହନ୍ତୁ, ଚେଷ୍ଟା କରନ୍ତୁ। ହଁ, ସଞ୍ଜୟ ବାବୁ କୁହନ୍ତୁ। ପ୍ରଥମ ପ୍ରମାଣଟା କଣ? ହଉ। ହଁ, ପ୍ରତ୍ୟକ୍ଷ। ବଢିଆ। ଦ୍ଵିତୀୟଟା? ନାଇଁ। ହଁ ହଁ, ତିନି ତିନି ହେଇଗଲା। ବଢିଆ, ଠିକ ହେଲା। ପ୍ରତ୍ୟକ୍ଷ, ଅନୁମାନ, ଆଗମ। ଏଇ ଯୋଉ ତିନୋଟି, ଏଇଟା ଯୋଗ ଦର୍ଶନ ହିସାବରେ ବିଭାଜନ କରାହେଲା। ଆଉ ଏଇ ତିନିଟାକୁ ଏକ୍ସପାଣ୍ଡ କରିଦିଆ ହେଲା ସାଂଖ୍ୟ ଦର୍ଶନରେ। ସେଇଠି 8ଟି କରିଦିଆ ହେଲା ୟାକୁ। ସେଇଟା ପୁଣି ଆଉ କେବେ ଦେଖିବା। ତ ଏଇ ଯୋଉ ପ୍ରତ୍ୟକ୍ଷ ଅନୁଭୂତିଟା, ପ୍ରତ୍ୟକ୍ଷ ବୃତ୍ତି ନା? ବୃତ୍ତି, ଆମ ମନରେ ଯୋଉ ଅନୁଭୂତି ଆସୁଛି ତାକୁ ବୃତ୍ତି ବୋଲି ମୁଁ କହୁଛି। ତ ଏଇ ଯୋଉ ପ୍ରତ୍ୟକ୍ଷ ବୃତ୍ତିଟା ଅନୁମାନ ପ୍ରମାଣ ମାଧ୍ୟମରେ କିମ୍ବା ଆମର ଶବ୍ଦ ପ୍ରମାଣ ମାଧ୍ୟମରେ ହୁଏ, ତାକୁ ପୁଣି ଆମେ ପ୍ରତ୍ୟକ୍ଷ ଅନୁଭୂତିରେ ପରିବର୍ତ୍ତିତ କରିପାରୁ। ଯେମିତିକି ବହିରେ ପଢିଲି କି ନାଇଁ, ପୁରୀରେ ଭଗବାନ ପ୍ରଭୁ ଜଗନ୍ନାଥଙ୍କର ବହୁତ ଉଚ୍ଚ ମନ୍ଦିର ଅଛି। ମୁଁ ମନ୍ଦିରକୁ ଦେଖି ନାହିଁ ଆଖିରେ, ଆଉ ମୁଁ ମନ୍ଦିର ବିଷୟରେ ଅନୁମାନ କରୁଛି ପଢିକିନା। ଆଉ ସେଇ ପଢାଟା ହିଁ ଆଧାର, ସେଇ ପଦକ ଯୋଉଟା ଲେଖା ହେଲା, ସେଇ ଲେଖାରୁ ମୁଁ ଅନୁମାନ କଲି, ଅନୁମାନରୁ ପ୍ରତ୍ୟକ୍ଷ କରିବା ପାଇଁ ଚାହିଁଲି। ତାପରେ ପୁରୁଷାର୍ଥ କରି ମୁଁ ସେଇ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଲି। ତାପରେ ମୁଁ ସେଇଠି ପ୍ରତ୍ୟକ୍ଷ କଲି, ଆଖି ଦ୍ୱାରା ଦେଖିଲି। ଏମିତି ଭାବରେ ଆଗମ ପ୍ରମାଣ ଆମକୁ ସହାୟତା ହେଲା ନା ନାହିଁ? ଯଦି ମୁଁ ଜାଣିନଥାନ୍ତି, ଯଦି ଲେଖା ହିଁ ନ ହେଇଥାନ୍ତା, କିମ୍ବା ମୁଁ ଶୁଣି ନଥାନ୍ତି କି ପୁରୀରେ ପ୍ରଭୁ ଜଗନ୍ନାଥଙ୍କର ମନ୍ଦିର ଅଛି, ଏଇ ପଦକ ଯଦି ମୁଁ ଶୁଣି ନଥାନ୍ତି କି ଲେଖାଟା ପଢି ନଥାନ୍ତି, ତାହେଲେ ବାକି ଦୁଇଟା ହେଇପାରିବ କି? ଅସମ୍ଭବ। ତା ମାନେ ଆମକୁ ପ୍ରଥମରୁ ହିଁ ଆମକୁ ଆଗମ ପ୍ରମାଣ ଉପରେ ନିର୍ଭର କରିବାକୁ ପଡେ। ଏହି ସବୁ ତ ବାହ୍ୟ ପ୍ରତ୍ୟକ୍ଷ ବିଷୟରେ ବହୁତ ସହଜରେ ବୁଝେଇ ଦିଆଗଲା। କିନ୍ତୁ ଏଇ ବାହ୍ୟ ପ୍ରତ୍ୟକ୍ଷର ସାଥିରେ ଆଉ ଗୋଟିଏ ପ୍ରତ୍ୟକ୍ଷ ଅଛି, ଯୋଉଟା କି ଆଭ୍ୟନ୍ତରୀଣ ପ୍ରତ୍ୟକ୍ଷ। ବାହ୍ୟ ପ୍ରତ୍ୟକ୍ଷରେ ଏଇଟା ବିଶ୍ୱାସ କରିବା ପାଇଁ ଆମେ ଯେତେବେଳେ ଆଖି, ନାକ, କାନ, ଜିହ୍ୱା, ତ୍ୱଚା ମାଧ୍ୟମରେ ସେଇ ଦ୍ରବ୍ୟକୁ ଅନୁଭବ କରିଦେଲେ, ସେତେବେଳେ ଆମେ ପୁରା କନଫର୍ମ ହେଇଗଲେ କି ହଁ, ଏଇ ଯୋଉ ଆଗମ ପ୍ରମାଣଟା ସତ କଥା। ଆଉ ଯାହା ଯାହା ଆଗମ ପ୍ରମାଣରେ ଅନୁମାନ କରିଥିଲେ, ସେଇଟା ବି ସତ କଥା ବାହାରିଲା। ଏଇଟା ସତ କଥା ବୋଲି ସହଜରେ ଆମେ ଜାଣିପାରିଲେ, ତା କାରଣ ହେଲା ବାହ୍ୟ ବସ୍ତୁ ଇନ୍ଦ୍ରିୟ ଗୋଚର। କିନ୍ତୁ ଆପଣମାନେ ଅନୁମାନ କରନ୍ତୁ, ଯେମିତି ବାହ୍ୟ ଦ୍ରବ୍ୟକୁ ଆମେ ପଞ୍ଚେନ୍ଦ୍ରିୟ ମାଧ୍ୟମରେ ଦର୍ଶନ କରି
ଗୋଟିଏ ଅନୁଭବ ନେଇଥାଉ, ଠିକ୍ ସେମିତି ଆଭ୍ୟନ୍ତରୀଣ ଜିନିଷକୁ ଆମେ ଦର୍ଶନ କରି ଗୋଟିଏ ଅନୁଭବ ବି ଆମେ ନେଇଥାଉ। ସେଇଟା କେମିତି? ଆଭ୍ୟନ୍ତରୀଣ ଜିନିଷ, ତାର ଉଦାହରଣ, ଆପଣମାନଙ୍କୁ କେବେ ସୁଖ ଲାଗିଛି? କୁହନ୍ତୁ କୁହନ୍ତୁ। ଲାଗିଛି। ଆଉ କେବେ ଦୁଃଖ ବି ଲାଗିଛି? ଏଇ ଯୋଉ ଦୁଇଟି ଦ୍ରବ୍ୟ ଆସିଲା, ସୁଖଟା ଆଉ ଦୁଃଖଟା, ଏଇ ଦିଟା ଯାକ ଆପଣଙ୍କର ଆଭ୍ୟନ୍ତରୀଣ ଅନୁଭୂତି, ନାଇଁ କି? ଆପଣ ଜାଣି ସାରିଲେ, ହଁ, ସୁଖ ବି ଲାଗେ ଆଉ ଦୁଃଖ ବି ଲାଗେ। ଏଇ ଯୋଉ ଆଭ୍ୟନ୍ତରୀଣ ଅନୁଭୂତିଟା ଆପଣ କଲେ, ଏଇ ଆଭ୍ୟନ୍ତରୀଣ ଅନୁଭୂତିଟା ଆପଣଙ୍କୁ ଗୋଟିଏ ବିବେକ ବୁଦ୍ଧି ଦିଏ କି ହଁ, ମୁଁ ଅଛି, ସୁଖ ବୋଲି ଗୋଟିଏ ଜିନିଷ ଅଛି। ତାହେଲେ ସିନା ଆମେ ସୁଖ ପାଇଁ ଚେଷ୍ଟା କରିବା। ହଁ, ଦୁଃଖ ବୋଲି ବି ଗୋଟିଏ ଜିନିଷ ଅଛି, ତାହେଲେ ସିନା ଆମେ ସେ ଦୁଃଖରୁ ଦୂର ହେବା ପାଇଁ ଚେଷ୍ଟା କରିବା। ତା ଅର୍ଥ, କହିବା ଅର୍ଥ ହେଲା, ବାହ୍ୟ ବିଷୟର ପ୍ରତ୍ୟକ୍ଷ ହେଇଗଲେ ବହୁତ ସହଜରେ ବିନା ବୁଦ୍ଧି ଲୋକ ବି କହିବ ହଁ ସେଇଟା ଅଛି କିମ୍ବା ସେଇଟା ନାହିଁ। କିନ୍ତୁ ଆଭ୍ୟନ୍ତରୀଣ ପ୍ରତ୍ୟକ୍ଷ, ତାକୁ ଜଣେ ଆଉ ଜଣକୁ ଦେଖେଇ ପାରିବନି। ସେଇ ଆଭ୍ୟନ୍ତରୀଣ ପ୍ରତ୍ୟକ୍ଷ କେବଳ ନିଜସ୍ୱ, କେବଳ ନିଜର ସାଧକ ନିଜ ଭିତରେ ନିଜେ ହିଁ ଅନୁଭବ କରିବ। ସିଏ ଆଉ କାହାକୁ କହିପାରିବନି। ସିଏ କେବଳ ଏତେ କହିବ, ମତେ ଏମିତି ଲାଗିଲା। କିନ୍ତୁ କେତେ କଣ ଲାଗିଲା ସେଇଟା ଶୁଣୁଥିବା ଲୋକ ଅନୁଭବ କରିପାରିବନି। ଯେମିତିକି ମୁଁ ଗୋଟିଏ ସୁନାର ପେନ୍ ଧରିଲି ଆଉ 5 ଲୋକଙ୍କୁ କହିଲି, ଏଇ ଦେଖ ସୁନାର ପେନ୍ଟା। ସମସ୍ତେ ଦେଖିଦେଲେ ତାକୁ। ଆଉ ଯୋଉ ସେଇ ପେନ୍ର ଅନୁଭୂତିଟା ମୁଁ କରୁଛି, ସେଇଟା ଅନ୍ୟ 5 ଲୋକ ବି କଲେ। କିନ୍ତୁ ଆଭ୍ୟନ୍ତରୀଣ ପ୍ରତ୍ୟକ୍ଷରେ ସେଇଟା ହଉନି। ଆଭ୍ୟନ୍ତରୀଣ ପ୍ରତ୍ୟକ୍ଷରେ ଆପଣ ହିଁ ଆପଣଙ୍କ ଅଭ୍ୟନ୍ତରରେ ଥିବା ବିଷୟକୁ ବୁଝିପାରିବେ ଆଉ ଦର୍ଶନ କରିପାରିବେ ବା ଅନୁଭବ କରିପାରିବେ। ସେଇ ଅନୁଭବକୁ ଆପଣ କହିପାରିବେନି, ଯେମିତି ମୁଁ ପେନ୍ର ଅନୁଭବକୁ ସେୟାର କରିଦେଲି। ଆଉ ଆପଣ କହି ତ ପାରିବେ, କହିଲେ ବି ସେଇଟା ଅନ୍ୟ ଯୋଉ ପେନ୍ର ଅନୁଭବ କର୍ତ୍ତା ମାନେ ଦେଖିଲେ, ହଁ ହଁ ଏଇଟା ଗୋଟେ ସୁନାର ପେନ୍। ଅନ୍ୟମାନେ ବି ଅନୁଭବ କଲେ। ସେଇ ଆଭ୍ୟନ୍ତରୀଣ ଅନୁଭୂତିଟା ସେମିତି ସେୟାର କରି ହଉନଥିବାରୁ ସବୁ ଗଣ୍ଡଗୋଳ ଅଛି। ଜଣେ ଆପ୍ତ ପୁରୁଷ କହିଲେ କି ହଁ, ଏଇ କର୍ମ କର, ଏଇ କର୍ମରେ ଆପଣଙ୍କ ପ୍ରଭୁ ଦର୍ଶନ ହେବ। ତାପରେ ଲୋକମାନେ ତାକୁ ସିଏ ଠିକ୍ ଯେମିତି କହିଛନ୍ତି, ଠିକ୍ ସେମିତି ତାକୁ ଅନୁଭବ କରିଚାଲିଲେ। ନିୟମକୁ ପାଳନ କଲେ ଆଉ ସେଇ ନିୟମ ଅକାଟ୍ୟ ହେଇଥିବାରୁ ସେଇ ରୀତିରେ ପ୍ରଭୁଙ୍କ ଦର୍ଶନ ହେଇଗଲା। ଦର୍ଶନ ହେଲା ପରେ ସେମାନେ କେବଳ ଏତିକି କହିପାରିବେ କି ଏଇ ଯୋଉ ରୀତିଟା ସେଇ ଲେଖିଦେଇଛନ୍ତି ଆପ୍ତ ପୁରୁଷ ଜଣକ, ଏଇଟା ସତ୍ୟ। କିନ୍ତୁ ସିଏ ଆଉ ଜଣକୁ ଦେଖେଇ ପାରିବେନି ପ୍ରଭୁଙ୍କୁ। ନିଜର ଅନୁଭୂତିକୁ ସିଏ କହିଦେବେ, କିନ୍ତୁ ପ୍ରଭୁଙ୍କୁ ଦେଖିବାରେ ଯୋଉ ନିଜର ଅନୁଭୂତିଟା ହେଲା, ସେଇ ଅନୁଭୂତିଟା ଅନ୍ୟମାନଙ୍କୁ କରେଇ ହୁଏନି। ଏଇ ଯୋଉ ମୁଣ୍ଡରେ ହାତ ଦେଇ ସାଙ୍ଗେ ସାଙ୍ଗେ ଦର୍ଶନ କରେଇ ଦେବାଟା, ନାଇଁ, ସେଇଟା ହୁଏନି। ଆଖିର ପତାକୁ ଉପରୁ ପ୍ରେସ୍ କଲେ ଟିକିଏ ଟିକିଏ ନୀଳ ରଙ୍ଗର ପଳେଇ ଆସେ, ଦେଖାଯାଏ। ସେଇଟା ପ୍ରଭୁ ନୁହନ୍ତି। ଆଖିକୁ ବନ୍ଦ କରି ଆପଣ ଯଦି ଉଜାଳରେ ଅଛନ୍ତି, ଟିକିଏ ଟିକିଏ ଲାଲିପଣ ଥାଏ, ସୂର୍ଯ୍ୟ ଭଳି। ସେଇ ଲାଲିପଣ ପ୍ରଭୁ ନୁହନ୍ତି। ପ୍ରଭୁଙ୍କୁ ଯେତେବେଳେ ଆପଣ ଦେଖିବେ,
ସେତେବେଳେ ଯେମିତି ବର୍ତ୍ତମାନ ମୋର ଉପସ୍ଥିତିକୁ ଆପଣ ଅନୁଭବ କରି ଚାଲିଛନ୍ତି, ଠିକ୍ ସେମିତି ହେବ। ପ୍ରଭୁଙ୍କୁ ଆପଣ ଦେଖିଲା ବେଳେ ଆପଣ କହିବେ, ହଁ ପ୍ରଭୁ, ମୁଁ ଅଛି ଏଇଠି। ଆପଣ କଥା ହେବେ ତାଙ୍କ ସାଥିରେ। ସେଇ ପରିସ୍ଥିତିଟା ବୃତ୍ତି ନିରୋଧରେ ଆସିବ। ତ ଆଜି ଆମେ ପ୍ରମାଣ ବୃତ୍ତି ବିଷୟରେ କିଛି ବିଷୟ ଆମେ ଜାଣିଲେ, ଆଉ ଏତେ ଜାଣିଲେ କି ଆଗମ ପ୍ରମାଣରୁ ଅନୁମାନ ପ୍ରମାଣ ଆସିବ, ଅନୁମାନ ପ୍ରମାଣରୁ ପୁଣି ଉତ୍ସାହୀ ହେଇ ଆମେ ଚେଷ୍ଟା କଲେ ସେଇ ପ୍ରତ୍ୟକ୍ଷ ବୃତ୍ତିରେ ପରମାତ୍ମାକୁ ଆମେ ଦେଖିପାରିବା। ଆଉ ପରମାତ୍ମାକୁ ଦେଖିବା ପୂର୍ବରୁ ଅନେକ ତତ୍ତ୍ୱକୁ ଆମେ ଦର୍ଶନ କରିଦେବା। ଯେମିତିକି ମନକୁ ଆମେ ଦର୍ଶନ କରିବା। ମନକୁ ଆମେ ଏବେ ଦର୍ଶନ କରିନାହୁଁ। ଆମକୁ ଏମିତି ଲାଗୁଛି କି ମୋ ମନ ମୋତେ ଟାଣି ନଉଛି। ମନର ପ୍ରକୃତ ପ୍ରବୃତ୍ତି ଆପଣଙ୍କୁ ଟାଣିବା ପାଇଁ ସାମର୍ଥ୍ୟ ତାର ନାହିଁ। ମନର କେବଳ ଗୋଟିଏ ପ୍ରବୃତ୍ତି, ତାକୁ ଆପଣ ଚଳେଇଲେ ଚାଲିବ, ଆପଣ ନ ଚଲେଇଲେ ସେ ଚାଲିବନି। ଏମିତି ସେଟା ମନର ପ୍ରକୃତ ପ୍ରବୃତ୍ତି। ଯେତେବେଳେ ଆମେ ମନକୁ ଦର୍ଶନ କରିବା, ସେତେବେଳେ ଆମେ ପୁରା ଦୃଢ଼ତାର ସହିତ କହିପାରିବା, ହଁ, ମନ ଚାଲେନି। ମନ ନିଜେ କେବେ ବି ଚାଲିପାରେନି। ମୁଁ ହିଁ ତାକୁ ଚଳାଉଛି। ସେଇ ଅନୁଭୂତିଟା ଏବେ ଆମମାନଙ୍କର ହେଇନି। କିନ୍ତୁ ସେଇ ଅନୁଭୂତିଟା ମନର ଦର୍ଶନ କରି, ମନର ଗୁଣଗୁଡ଼ାକୁ ଠିକ୍ ଠିକ୍ ଯେତେବେଳେ ଅନୁଭବ କରିଦେବେ, ତାକୁ କୁହାହେଲା କି ଆପଣ ମନକୁ ଦର୍ଶନ କଲେ। ମନକୁ ପୁରା ଜାଣିଲେ। ମନକୁ ଜାଣିବାର ଅଛି, ବୁଦ୍ଧିକୁ ଜାଣିବାର ଅଛି, ପଞ୍ଚେନ୍ଦ୍ରିୟକୁ ଜାଣିବାର ଅଛି, ତନ୍ମାତ୍ରାକୁ ଜାଣିବାର ଅଛି। ଏଇ ସବୁ ଗୁଡ଼ାକ ଜାଣିଗଲେ ତାପରେ ଯାହା ବଞ୍ଚିଯାଏ ସେଇଟା ଆତ୍ମା ବୋଲି ଆପଣ ଅନୁଭବ କରନ୍ତି। ଯେତେବେଳେ ଆପଣ ନିଜକୁ ଆତ୍ମା ବୋଲି ଜାଣନ୍ତି, ସେତେବେଳେ ଅନ୍ୟମାନଙ୍କୁ ବି ଆତ୍ମା ବୋଲି ଜାଣିବେ ନା? ସେତେବେଳେ ଆପଣ ଆତ୍ମଦର୍ଶୀ ହେଇଯାଆନ୍ତି। କୁକୁର ଭିତରେ ବି ମୋ ଭଳି ଜଣେ ଚେତନ ସତ୍ତା ଅନୁଭବ କରି ଚାଲିଛି। କୁକୁର ଆଉ ମୋ ଭିତରେ କୌଣସି ଫରକ ନାହିଁ। ଶରୀରକୁ ମୁଁ ନିଜେ ବୋଲି ଭାବୁଥିବାରୁ କୁକୁରଠୁ ଭିନ୍ନ ବୋଲି ମୁଁ ଭାବୁଛି। ମୁଁ ନାରୀ, ମୁଁ ପୁରୁଷ, ଏଇ ସବୁ ତ ମୋର ରୂପ ନୁହେଁ ନା? ମୋର ପ୍ରକୃତ ରୂପ କେବଳ ଆତ୍ମା, ଛୋଟ କଣିକା ଟିକେ। ଆଉ ଏଇ ଯୋଉ ସବୁ ରୂପକୁ ମୁଁ ଅନୁଭବ କରୁଛି, ଏଇ ସମସ୍ତ ରୂପ କେବଳ ଏଇ ଶରୀରର ଅଟେ। ଯଦି ମୁଁ ଚେଷ୍ଟା କରିବି, ଜାଣିବି, ଶରୀରକୁ ଦର୍ଶନ କରିବି, ଶରୀର ତ ଜଡ଼ ପଦାର୍ଥ, ସେଇଟା ତ କେବଳ ପଞ୍ଚମହାଭୂତରୁ ବାହାରିଛି, ଆଉ ପଞ୍ଚମହାଭୂତରେ ସିଏ ଲୀନ ହେଇଯିବ। ମୁଁ ଅଜର ଅମର ଆତ୍ମା ଅଟେ। ଏମିତି ଭାବରେ ଆପଣଙ୍କର ଅନୁଭୂତି ଦୃଢ଼ ହେଇଯିବ। ଯଦି ଆମେ ଯୋଗ ଦର୍ଶନକୁ ଭଲ ଭାବରେ ପଢ଼ି, ତାକୁ ପୁଣି ନିୟମିତ ଶୁଣି, ଏଇ ସତ୍ସଙ୍ଗ ମାଧ୍ୟମରେ ଅନୁଭବ କରି ଚାଲିବା, ତାହେଲେ ତାର ପ୍ରତି ଶ୍ରଦ୍ଧା ବଢ଼ିଯିବ। ଶ୍ରଦ୍ଧା ବଢ଼ିଲେ ଆମେ ସେଇ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଇଚ୍ଛା କରିବା। ଏବେ ସେଇ ଇଚ୍ଛା ହଉନି, କାହିଁକି ନା ଶ୍ରଦ୍ଧା ବଢ଼ିନି। ବିଶ୍ୱାସ ଯେତେବେଳେ ହେଇଯିବ, ତାପରେ ଯାଇ ଆମେ ତାର ଚେଷ୍ଟା କରିଥାଉ। ଯୋଉ ଡକ୍ଟର ଆମକୁ ଦବାଇ ଦେଲେ ଆମର ଟ୍ରିଟମେଣ୍ଟ ଠିକ୍ ହବନି, ତାକୁ ଆମେ ଦେଖେଇ ନଥାଉ। ତାଠୁ କିଏ ଦବାଇ ଆଣିଲେ ବି ଆମେ ଖାଇ ନଥାଉ। ଏଇଠି ବି ଠିକ୍ ସେମିତି। ଆମକୁ ଆଗ ଅନୁଭୂତି ନେଇଯିବାକୁ ପଡ଼ିବ। କୋଉଟା ସତ କଥା, କୋଉଟା ସତ୍ୟର ଅନୁସନ୍ଧାନରେ ସହାୟକ। ଯଦି ସତ୍ୟ, ସେଇଟା ମୁଁ ସଙ୍ଗେ ସଙ୍ଗେ ଗ୍ରହଣ କରିବି। ଯଦି ଅସତ୍ୟ, ସେଇଟା ମୁଁ ସଙ୍ଗେ ସଙ୍ଗେ ବର୍ତ୍ତମାନ ଏହି କ୍ଷଣରୁ ତ୍ୟାଗ କରିଦେବି। ଏମିତି ଭାବରେ ଯଦି ଦୃଢ଼ ମନ ଆମେ ହେବା, ସତ୍ୟର ପାଖକୁ ପାଖକୁ ଯାଇ ସତ୍ୟକୁ ଆମେ ଦର୍ଶନ କରିପାରିବା। ମୁଁ ଭାବୁଛି
ଆଜି ଆପଣମାନେ ଠିକ୍ ଠିକ୍ ଭାବରେ ବିଷୟକୁ ବୁଝିପାରିଲେଣି। ଏବେ ମୁଁ ରେକର୍ଡିଂଟା ବନ୍ଦ କରିଦିଏ।